ମନ୍ତ୍ର ଗ୍ରହଣ ମନ୍ତ୍ର ଜପ ସମ୍ପର୍କରେ ଏତେ କଥା ଶୁଣିବା ପରେ କେହି ଭାବୁଥିବେ ଏ ଚିକିତ୍ସା କେବଳ ଶୁଦ୍ଧହାରୀ ଯୋଗୀ କିମ୍ବା ଋଷି ଅଥବା ଜ୍ଞାନୀଗୁଣୀଙ୍କ ପାଇଁ, ଉଚ୍ଚବର୍ଣ୍ଣର ଲୋକଙ୍କ ପାଇଁ। ସାଧାରଣ ଲୋକ ଏତେ ସବୁ ନିୟମ ଭିତରେ ପଶି ଏହାକୁ ସାଧନ କରିବା ସମ୍ଭବ ନୁହେଁ। ପୂର୍ବରୁ ଆମେ ଯାହା ସବୁ ଜାଣିଲେ ସେସବୁ ବିଭିନ୍ନ ମନ୍ତ୍ର ତନ୍ତ୍ରର ନିୟମ କଥା। ମାତ୍ର ମନ୍ତ୍ରତନ୍ତ୍ରର ନିୟମ ଏବଂ ମନ୍ତ୍ର ଚିକିତ୍ସା ଏକା କଥା ନୁହେଁ। ଯେଉଁମାନେ ମନ୍ତ୍ର ଚିକିତ୍ସା କରିବେ ସେ ଯେକୌଣସି ଜାତି ଧର୍ମ ଗୋଷ୍ଠୀ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେଥିରେ କିଛି ଯାଏଆସେ ନାହିଁ। ଭଲ ଲୋକ କି ମନ୍ଦ ଲୋକ ଯାହା ହୋଇଥିଲେ ବି କିଛି ଭାବିବାର ନାହିଁ। ପଣ୍ଡିତ ମୂର୍ଖ ଧନୀ ଗରିବ ସାତ୍ୱିକ ରାଜସିକ ତାମସିକ ବ୍ରାହ୍ମଣ ଆବ୍ରାହ୍ମଣ ପୁରୁଷ ନାରୀ ନିର୍ବିଶେଷରେ ସମସ୍ତେ ଏହି ଚିକିତ୍ସା ଗ୍ରହଣ କରିପାରିବେ। ଏହା ଜ୍ଞାନ ଦ୍ୱାରା ଯେମିତି ହୋଇପାରିବ କର୍ମ ଦ୍ୱାରା ସେମିତି ହୋଇପାରିବ। ମନରେ ଭକ୍ତି ଟିକେ ପ୍ରେମ ଭାବ ଟିକେ ଥିଲେ ମଧ୍ୟ ହୋଇପାରିବ। ଜଣେ ଯଦି ସେ ଈଶ୍ୱରଙ୍କ ଉପରେ ଖାଲି ବିଶ୍ୱାସ ରଖିପାରେ ନିଜକୁ ସମର୍ପଣ କରିପାରେ ଗୀତା କହିଲା ଭଳି ସବୁ ତାଙ୍କ ଉପରେ ଛାଡ଼ିଦିଏ ସେତିକିରେ ମଧ୍ୟ ତାର ଚିକିତ୍ସା ହୋଇଯିବ। ବେଦମୂର୍ତ୍ତି ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏ କ୍ଷେତ୍ରରେ ଯେତେ ମିଥ୍ୟା କର୍ମକାଣ୍ଡୀୟ କଟକଣା ଥିଲା ସେ ସବୁ ଉଠାଇ ଦେଇ ମନ୍ତ୍ର ସାଧନାକୁ ବାସ୍ତବିକ ଜୀବନ ସାଧନା ରୂପେ ପ୍ରସ୍ତୁତି କରିଛନ୍ତି। ପୂର୍ବେ ବ୍ରାହ୍ମଣମାନେ କେବଳ ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ। ଅନ୍ୟ ଜାତି କିମ୍ବା ମହିଳାମାନଙ୍କର ତା ଉପରେ ଅଧିକାର ନଥିଲା। ପରମ ପୂଜ୍ୟ ବେଦମୂର୍ତ୍ତି ବ୍ରାହ୍ମଣତ୍ୱକୁ ଯଥାର୍ଥ ଆଧ୍ୟାତ୍ମ ନାମକରଣ କରି କହିଲେ ସମସ୍ତେ ଗାୟତ୍ରୀ ମହାମନ୍ତ୍ର ମାଧ୍ୟମରେ ଜୀବନର ସାଧନ ଦ୍ୱାରା ବ୍ରାହ୍ମଣତ୍ୱ ଅର୍ଜନ କରିପାରିବେ। ସେ ସମସ୍ତଙ୍କ ପାଇଁ ଗାୟତ୍ରୀ ମହାମନ୍ତ୍ରକୁ ସୁଲଭ କରିଦେଲେ। ସେହିଭଳି ରୋଗ କ୍ଷେତ୍ରରେ ମନ୍ତ୍ର ଜପ ନେଇ ଏତେ ବନ୍ଧବାଡ଼ ରହିବା ଉଚିତ ନୁହେଁ। ସେ ସବୁଠାରୁ ବଡ଼ ହେଉଛି ସାଧନା। ସେହି ସାଧନା ବଳରେ କିଏ କେତେ ଦୂର ମଣିଷ ହୋଇପାରୁଛି ଖରାପ ଅଭ୍ୟାସ ଛାଡ଼ି କେତେ ଦୂର ସଂଯମୀ ହୋଇପାରୁଛି ଏହିସବୁ କଥା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ବର୍ତ୍ତମାନ ସମୟରେ ଆହ୍ୱାନ ହେଉଛି ଅଜ୍ଞାନ ଅଶକ୍ତି ଅଶାନ୍ତି ରୋଗ ଅଭାବ ଆଦି ଚିରଦିନକୁ ଲୋପ ପାଉ ଜାତି ଧର୍ମ ସମ୍ପ୍ରଦାୟ ନ ରହୁ ସର୍ବତ୍ର ମାନବତାର ପ୍ରତିଷ୍ଠା ହେଉ। ତେଣୁ ବହୁଜନର ହିତ ପାଇଁ ମନ୍ତ୍ର ସାଧନର ରୂପରେଖ ସହଜ ସରଳ ହେବା ଉଚିତ। ଏଥିପାଇଁ ମନ୍ତ୍ରର ଶକ୍ତି ଉପରେ ମଧ୍ୟ ବିଶ୍ୱାସ ରଖିବା ଆବଶ୍ୟକ ନାହିଁ। ମନ୍ତ୍ର ସ୍ୱୟଂ ଏକ ଶକ୍ତି। ତା ଉପରେ ବିଶ୍ୱାସ ରହିଲେ ସେ କାମ କରିବ ନ ରହିଲେ ମଧ୍ୟ ସେ କାମ କରିବ। ଏପ୍ରିଲ 2000 ଯୁଗ ଶକ୍ତି ଗାୟତ୍ରୀର ବିଶ୍ୱାସ ନ କଲେ ମଧ୍ୟ ମନ୍ତ୍ର ଫଳ ଦେଇଥାଏ। ଶୀର୍ଷକରେ କୁହାଯାଇଛି ବିଶ୍ୱାସ କର ବା ନ କର ନିଆଁ ସାମ୍ନାରେ ବସିଲେ ତାପ ନିଶ୍ଚୟ ଲାଗିବ। ଖରାରେ ବସିଲେ ଦେହ ଗରମ ରହିବ। ବରଫକୁ ଛୁଇଁଲେ ଦେହ ଥଣ୍ଡା ଲାଗିବ। ଏସବୁ ପ୍ରକ୍ରିୟାକୁ ବିଶ୍ୱାସ କରିବା ଦରକାର ନାହିଁ। ପ୍ରତ୍ୟକ୍ଷକୁ ପ୍ରମାଣର କ'ଣ ଦରକାର? ଏହି ଉକ୍ତିର ଆଧାରରେ ବସ୍ତୁ ଅଥବା ଶକ୍ତିର ପ୍ରଭାବ ଥରେ ପ୍ରମାଣିତ ହୋଇଗଲେ ତାର ପୁଷ୍ଟି ପାଇଁ ଆଉ ପ୍ରମାଣ ସଂଗ୍ରହ କରିବା ଦରକାର ପଡ଼େ ନାହିଁ। ମନ୍ତ୍ରର ଶକ୍ତି ସମ୍ବନ୍ଧରେ ମଧ୍ୟ ପ୍ରମାଣ କାହିଁକି ଦିଆଯିବ? ଆଉ ଏହାର ପ୍ରଭାବ ଯଦି ରହିଛି ତେବେ ବିଶ୍ୱାସର ସର୍ତ୍ତ ରଖାଯିବ କାହିଁକି? ବିଶ୍ୱାସ ନ କରି ମନ୍ତ୍ର ଜପ କଲେ କ'ଣ ଫଳ ମିଳିବ ନାହିଁ? ଏହି ପରିପ୍ରେକ୍ଷୀରେ ମନ୍ତ୍ରସିଦ୍ଧି ଯୋଗୀ ପରିମଳ ଆଚାର୍ଯ୍ୟଙ୍କର ଉଦାହରଣଟିଏ ଦିଆଯାଇପାରେ। ସେତେବେଳେ ତାଙ୍କର ଯୁବକ ସମୟ। ନୂଆ ନୂଆ ବେଦ ଅଧ୍ୟୟନ କରୁଥାନ୍ତି ମନ୍ତ୍ର ଜପୁଥାନ୍ତି। କେଉଁ ମନ୍ତ୍ରର କି ଶକ୍ତି ଏ ଜ୍ଞାନ ମଧ୍ୟ ସେତେବେଳ ଯାଏ ତାଙ୍କର ହୋଇନଥାଏ। ଏହି ଅବସ୍ଥାରେ ଏକଦା ତୀର୍ଥ ପର୍ଯ୍ୟଟନରେ ବାହାରି ସେ ଦକ୍ଷିଣ ଭାରତର ଗୋଟିଏ ମେଳା ସ୍ଥାନରେ ପହଞ୍ଚିଲେ। ବିରାଟ ସମାରୋହ। ତାଙ୍କର ବେଶଭୂଷା ଚାଲିଚଳନ ଦେଖି ଜଣେ କର୍ମକର୍ତ୍ତା ତାଙ୍କୁ କିଛି ଚନ୍ଦନ ଏବଂ ପେଡ଼ି ସହିତ ଘୋରିବା ଦାୟିତ୍ୱ ଦେଇ ଚାଲିଗଲେ। ପରିମଳଜୀ କ'ଣ ଆଉ କରିବେ? ବିଚରା ବାଧ୍ୟ ହୋଇ ଚନ୍ଦନ ଘୋରି ବସିଲେ। ଚନ୍ଦନ ଘୋରିବା ସମୟରେ ସେ ବେଦର ଅଗ୍ନିମନ୍ତ୍ର ପାଠ କରୁଥାନ୍ତି। ଚନ୍ଦନ ଘୋରା ସରିଲା। ପୁରୋହିତ ଆସି ଘୋରା ଚନ୍ଦନକୁ ତାଙ୍କଠୁ ନେଇ ଭକ୍ତମାନଙ୍କ ଦେହରେ ଲଗାଇଲେ। ଯେତେବେଳେ ସେ ଚନ୍ଦନ ଦେହରେ ବୋଳି ହେଲେ ସେମାନେ ହଠାତ୍ ଚିତ୍କାର କରି ଉଠିଲେ, ଦେହ ଆମର ଜଳିପୋଡ଼ି ଯାଉଛି। ଚନ୍ଦନ ଦେହ ଶୀତଳ କରିବା ପରିବର୍ତ୍ତେ ପୋଡ଼ି ଦେଉଛି। ଏହାର କାରଣ କ'ଣ ହୋଇପାରେ?
ପୁରୋହିତ ଦୌଡ଼ିଲେ ଚନ୍ଦନ ଘୋରୁଥିବା ବ୍ରାହ୍ମଣ ଯୁବକ ପାଖକୁ। ତାଙ୍କୁ ଏହାର କାରଣ ପଚାରିଲେ। ସେ କହିଲେ, ମୁଁ ତ କିଛି ଜାଣେନା ବାବା, ମୋର ଏବେ ପାରାୟଣ ଚାଲିଛି। ଚନ୍ଦନ ଘୋରିବା ସମୟରେ ମୁଁ କେବଳ ବେଦର ଅଗ୍ନିମନ୍ତ୍ର ଉଚ୍ଚାରଣ କରିଥିଲି। ଏଥର ପୁରୋହିତ ବୁଝିପାରିଲେ ଇଏ ହେଉଛି ସେହି ଅଗ୍ନିମନ୍ତ୍ରର ପ୍ରଭାବ। ତାଙ୍କୁ ତହୁଁ ଘୋରା ଚନ୍ଦନକୁ ବରୁଣ ମନ୍ତ୍ର ପଢ଼ି ଅଭିମନ୍ତ୍ରିତ କରିବାକୁ ଦେଲେ। ଏଥର ସେ ଚନ୍ଦନ ଯିଏ ଲଗାଇଲେ ତାଙ୍କୁ ତାହା ବଡ଼ ଶୀତଳ ବୋଧ ହେଲା, କାରଣ ବରୁଣଦେବ ହେଉଛନ୍ତି ଜଳର ଦେବତା। ଏହି ଉଦାହରଣରୁ ଜଣାପଡ଼େ ମନ୍ତ୍ରରେ ଯଦି ପ୍ରଭାବ ରହିଛି ତେବେ ବିଶ୍ୱାସର ଆବଶ୍ୟକତା ନାହିଁ। ବିଶ୍ୱାସ ନ କରି ମଧ୍ୟ ମନ୍ତ୍ର ଜପ କଲେ ଫଳ ମିଳିବ। ଯେମିତି ପରିମଳାଚାର୍ଯ୍ୟଙ୍କର ଚନ୍ଦନ ଘୋରାରେ ହେଲା। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଯେମିତି ମନ୍ତ୍ର ପରି ଫଳପ୍ରଦ, ମନ୍ତ୍ର ସେମିତି ବିଶ୍ୱାସ ନ ରଖି ମଧ୍ୟ ଫଳପ୍ରଦ ହୋଇପାରେ। ଜଣେ ଯଦି କେବଳ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ସ୍ଥାପନ କରିପାରୁଛି, ସବୁ ପ୍ରାଣୀଙ୍କୁ ପ୍ରେମ କରିପାରୁଛି, ସୃଷ୍ଟିର ସେବାରେ ନିଜକୁ ନିୟୋଜିତ କରିପାରୁଛି, ତା'ର ମନ୍ତ୍ର ଜପିବାର ଦରକାର କ'ଣ? ଏଥିରୁ ଯାହା ଜଣାପଡ଼େ ମନ୍ତ୍ରରେ କେବଳ ବିଶ୍ୱାସ ଫଳଦାୟକ ହୁଏ ନାହିଁ। ମନ୍ତ୍ର ନିଜ ଭିତରେ ସେ ଆତ୍ମବିଶ୍ୱାସକୁ, ପ୍ରେମକୁ, ସେବାଭାବକୁ ଉତ୍ପନ୍ନ କରେ। ତା ସହିତ ଜୀବନ ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଜପ ସାଧନାର ଶକ୍ତି ବା ବଳ ଉତ୍ପନ୍ନ କରିବାରେ ମଧ୍ୟ ମନ୍ତ୍ର ସହାୟକ ହୋଇଥାଏ। ତେବେ ଏସବୁ କେବଳ ସମ୍ଭବ ହୁଏ ସିଦ୍ଧ ମନ୍ତ୍ର କ୍ଷେତ୍ରରେ, ସାଧାରଣ ଶବ୍ଦରେ ନୁହେଁ। ବେଦମୂର୍ତ୍ତି ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଲେଖିଛନ୍ତି, ଶବ୍ଦ ହେଉଛି ମନ୍ତ୍ରର ଶରୀର। ଋଷିମାନଙ୍କର ସାଧନା ଏବଂ ପରମସତ୍ତାଙ୍କର ଅନୁଗ୍ରହଣ ସହିତ ମିଳିତ ହୋଇ ଏହା ତିଆରି ହୋଇଥାଏ। ଯେଉଁ ଦିବ୍ୟ ଆତ୍ମାଙ୍କର ଚିତ୍ତଭୂମିରେ ମନ୍ତ୍ର ପ୍ରକଟ ହେଲା, ତାଙ୍କୁ ହିଁ ସେହି ମନ୍ତ୍ରର ଋଷି କୁହାଗଲା। ଋଷୟୋ ମନ୍ତ୍ରଦ୍ରଷ୍ଟାରଃ ଆର୍ଷ ଉକ୍ତ ଏହି ସମ୍ବନ୍ଧରେ ପ୍ରସିଦ୍ଧ। ମନ୍ତ୍ର ଯେଉଁ ରୂପରେ ପ୍ରକଟ ହେଲା, ଶବ୍ଦର ଗୁମ୍ଫନ ଏବଂ ଉଚ୍ଚାରଣ ଯେଉଁ ପ୍ରକ୍ରିୟାରେ ନିଶ୍ଚିତ ହେଲା, ତାହା ହିଁ ଶକ୍ତି ପ୍ରକଟ କରେ। ନଚେତ୍ ଶବ୍ଦର ସ୍ୱତନ୍ତ୍ର ରୂପେ କୌଣସି ଶକ୍ତି ନାହିଁ। ଯେଉଁ ଶବ୍ଦକୁ ବ୍ରହ୍ମ କୁହାଯାଏ, ତାହା ହେଉଛି ମନ୍ତ୍ର ସ୍ତରର। ସାଧାରଣ ବ୍ୟବହାରରେ ଯେଉଁ ଶବ୍ଦ ଆମେ ଦିନରାତି ବ୍ୟବହାର କରୁ, ତା ପାଇଁ ବ୍ରହ୍ମର ବିଶେଷଣ ଲଗାଯାଇ ପାରିବ ନାହିଁ। ବେଦମୂର୍ତ୍ତିଙ୍କର ଏହି ଉକ୍ତିରୁ ଜଣାପଡ଼େ, ଉପଯୁକ୍ତ ଶବ୍ଦଚୟନ ଏବଂ ଅକ୍ଷରର କମ୍ପନମାନ ହିଁ ମନ୍ତ୍ରକୁ ନିଜ ଢଙ୍ଗରେ ଜୀବନ୍ତ କରେ। ସେହିଭଳି ଜଣେ ଯଦି ମନ୍ତ୍ରର ଠିକ୍ ଠିକ୍ ଉଚ୍ଚାରଣ, ଛନ୍ଦ, ତାଳ, ଲୟ ଆଦି ନ ଜାଣିଛି, ସେ କ୍ଷେତ୍ରରେ ସେ କେବଳ ମନ୍ତ୍ରକୁ ମନନ କଲେ ମଧ୍ୟ ଯଥେଷ୍ଟ। ମନନ କରିବାର ଅର୍ଥ ମନକୁ ଆତ୍ମପୁରୁଷ ସମ୍ମୁଖକୁ ଆଣିବା। ଯାହା ମନନ ତାହା ମଧ୍ୟ ଜପ। ଶାସ୍ତ୍ରରେ ଲେଖା ଅଛି, ମନ ମଧ୍ୟେ ସ୍ଥିତ ମନ୍ତ୍ରଂ ମନ୍ତ୍ର ମଧ୍ୟଂ ସ୍ଥିତ ମନ ମନମନ୍ତ୍ର ସମନ୍ୱିତଂ ଏତତ୍ ଜପ ଲକ୍ଷଣମ୍। ଅର୍ଥାତ୍ ଯାହାକୁ ମାନସିକ ସ୍ତରରେ ଅହରହ ଉଚ୍ଚାରଣ କରି ସେହି ଉଚ୍ଚାରଣକୁ ଅନ୍ତର୍ମୁଖୀ କରାଯାଇପାରେ, ତାହା ହିଁ ଜପ। କାନରେ ଶୁଣାଯାଉଥିବା ଧ୍ୱନିଠାରୁ ଶୁଣା ନ ଯାଉଥିବା ଧ୍ୱନିକୁ ଆଧ୍ୟାତ୍ମ ବିଜ୍ଞାନ ବିଶେଷ ମହତ୍ତ୍ୱ ଦିଏ। ବାଚିକ ଜପ ତୁଳନାରେ ଉପାଂଶୁ ଜପ 100 ଗୁଣ ଅଧିକ ଶକ୍ତିଶାଳୀ ବୋଲି କହେ। ଉପାଂଶୁ ଜପ ହେଉଛି ମାନସିକ ଜପ। ଏଥିରେ ଓଠ ହଲେ ନାହିଁ କି ଜିଭ ମଧ୍ୟ ହଲେ ନାହିଁ, ମନେ ମନେ ଜପ କରାଯାଏ। ଏହି ଦୃଷ୍ଟିରୁ କାନକୁ ଶୁଣା ଯାଉଥିବା ମନ୍ତ୍ରଠାରୁ କାନକୁ ଶୁଣା ନ ଯାଉଥିବା ମନ୍ତ୍ର ସହସ୍ର ଗୁଣ ଶକ୍ତିଶାଳୀ ବୋଲି ଶାସ୍ତ୍ର ବଚନ ପ୍ରସିଦ୍ଧ।